ପାଞ୍ଚଶହ ବର୍ଷ ତଳର ଦୁର୍ଲଭ ପୋଥି ବାବାଙ୍କର ହାତରେ ଆଜି ଅଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶବ୍ଦ ଶୁଣାଯିବ, ରାଜ୍ୟରେ ଶୁଣାଯିବ, ଦେଶରେ ଶୁଣାଯିବ, କାହିଁକିନା ଶୂନ୍ୟରୁ ଶବ୍ଦ ଶୁଣାଯିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ତାଳପତ୍ର ପୋଥିରେ ଲେଖିଥିଲେ। କହିଲେ ଶୂନ୍ୟରୁ ଶୁଭିବ ପ୍ରଚଣ୍ଡ ଶବଦ, ଜାଣିଥାରେ ରାମ ତୁହି, କଳି ଶେଷ ବେଳେ ଏମନ୍ତ ଘଟିବ, ଧ୍ୟାନେ ଅଚ୍ୟୁତ ଯେ କହି। ସମୟ ଆସିବ ସେ ଡାକ ଏଭଳି ଶବ୍ଦ ହବ, ମୂର୍ଦ୍ଧନା ପାଦ ହବ, ଅନେକ ଲୋକ ଏ ଶବ୍ଦ ଶୁଣିକି ନିଜେ କ'ଣ କରିବେ ନା ମୃତ୍ୟୁ ମୁଖରେ ପଡ଼ିବେ। ଯେତେବେଳେ କଳିର ଶେଷ ସମୟ ଆସିଯିବ, ମଣିଷ ଅଗମ୍ୟ କରିବେ ଗମନ, ନିନ୍ଦିବେ ନିଗମ ବଚନ, ତେଣୁ ହୋଇବେ ଅଳ୍ପାୟୁଷ, ପାପେ ସକଳ ଜୀବନାଶ। ତେବେ 3 ଜିଲ୍ଲାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏପଟେ ଲୋକମାନେ ଘର ଭିତରୁ ବାହାରକୁ ଚାଲି ଆସିଲେ, ଯିଏ ଯୋଉଠି ବି ଥିଲେ ସମସ୍ତେ ନିଜ ନିଜ କାମ କିଛି ସମୟ ପାଇଁ ବନ୍ଦ କରିଦେଲେ। ତେବେ ସରକାରୀ ସୂତ୍ରରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ଆଉ ପାଖାପାଖି ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ଭୟର ବାତାବରଣ ଖେଳି ଯାଇଛି। ତେବେ ଏନେଇ ମାଳିକା ଗବେଷକମାନେ କହିଲେଣି ଏ ପ୍ରଚଣ୍ଡ ଶବ୍ଦ ଆଉ କାହାର ନୁହେଁ, ମା ଡାକ ଦେଲେ। ଚୈତ୍ୟ ଭକ୍ତମାନେ ଏପଟେ କହିଲେଣି ଭୀମ ଦେଲେ ରଡ଼ି। ତେବେ କ'ଣ କହୁଛନ୍ତି ବାବାଙ୍କର ବିଶ୍ଳେଷଣ କ'ଣ କହୁଛି, ମାଳିକା ଗଣନା କ'ଣ କହୁଛି? ସିଧାସଳଖ କ୍ୟାମେରା ଫ୍ରେମ୍ରେ ଆମ ସହିତ ଯୋଡ଼ି ହୋଇଛନ୍ତି ମାଳିକା ଗବେଷକ, ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ ବାବା ଦିବାକର ଦାସ ମହାରାଜ। ବାବା ଆପଣଙ୍କୁ ସ୍ୱାଗତ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ତେବେ ବାବା କ'ଣ କହିବେ, 3 ଜିଲ୍ଲାରେ ଶୁଭିଲା ଏଇ ଯେଉଁ ପ୍ରଚଣ୍ଡ ଶବ୍ଦ, ଭଦ୍ରକ, ଏପଟେ ଯାଜପୁର ଆଉ କେନ୍ଦୁଝରର ଆନନ୍ଦପୁର। ତେବେ ଏଇ ଯେଉଁ 3ଟା ଜିଲ୍ଲାରେ ଲୋକମାନଙ୍କର ମାନେ ଗୋଟେ ଭୟର ବାତାବରଣ ସେଠି ଖେଳି ଯାଇଛି। 100 କିଲୋମିଟର ରାଡିୟସରେ ଶବ୍ଦ ଶୁଣାଗଲା। ଶବ୍ଦ ହୁଏ ପାଖାପାଖି ଅଞ୍ଚଳରେ ଶୁଣିବାକୁ ମିଳେ। 100 କିଲୋମିଟର ରାଡିୟସ କ'ଣ କହୁଛି ଆପଣଙ୍କ ମାଳିକା ଗଣନା? ଦେଖନ୍ତୁ, ସମସ୍ତ ଭକ୍ତ ବନ୍ଧୁମାନଙ୍କୁ ଅନନ୍ତ କୋଟି ଦଣ୍ଡବତ କରିବି। ମାଳିକାରେ ବାରମ୍ବାର ଏକଥାର ସୂଚନା ଦିଆଯାଇଛି। ଆମ୍ଭେମାନେ ମଧ୍ୟ ଅନେକ ଥର ଏକଥାକୁ ମାଳିକାରେ କହିଛୁ ଯେ ମହାପୁରୁଷ ଅନେକ ଥର ଅନେକ ଜାଗାରେ ମଧ୍ୟ ଯୁଗାବ୍ଦି ଗୀତା ହେଉ, ମହାପୁରୁଷଙ୍କର ଭବିଷ୍ୟ ମାଳିକା ହେଉ, ତା ଦେହରେ ଅନେକ ଥର ଲେଖା ହେଇଛି। ଭକ୍ତବନ୍ଧୁ ଆପଣମାନଙ୍କୁ ମଧ୍ୟ ଆମ୍ଭେମାନେ ସୂଚନା ଦେଇଛୁ, ପୂର୍ବପରି ମଧ୍ୟ ଏଭଳି ଶବ୍ଦ ହୋଇଥିଲା, ଯାହାକି ସେଇ 3ଟି ଜିଲ୍ଲାରେ ଆପଣମାନଙ୍କର ଶବ୍ଦ ଶୁଣାଯିବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶବ୍ଦ ଶୁଣାଯିବ, ରାଜ୍ୟରେ ଶୁଣାଯିବ, ଦେଶରେ ଶୁଣାଯିବ, କାହିଁକିନା ଶୂନ୍ୟରୁ ଶବ୍ଦ ଶୁଣାଯିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ତାଳପତ୍ର ପୋଥିରେ ଲେଖିଥିଲେ। ତାଳପତ୍ର ପୋଥିରେ ଲେଖିଥିଲେ। ବାବା ଏଠି କହିଗଲେ ମହାପୁରୁଷ ମାନେ ତାଳପତ୍ର ପୋଥିରେ ଲେଖିଥିଲେ ଏଇ ଶବ୍ଦ ଶୁଭିବା କଥା। ତେବେ ବାରମ୍ବାର ଅନୁରୋଧ ପରେ ଆଜି ବାବା ସାମ୍ନାରେ ନେଇ ଆସନ୍ତି ସେଇ ମହାପୁରୁଷଙ୍କର ଦୁର୍ଲଭ ପୋଥି। ତେବେ ଆପଣଙ୍କ ମନରେ ମଧ୍ୟ ଦର୍ଶକ ବନ୍ଧୁ ବାରମ୍ବାର ସେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ, ସତରେ କ'ଣ 600 ବର୍ଷ ପୂର୍ବର ଲିଖିତ ପୋଥି ଏବେ ବି ବିଦ୍ୟମାନ, ଏବେ ବି ଅଛି? ତେବେ ସମସ୍ତ କଳ୍ପନା ଜଳ୍ପନାର ବାବା ଆଜି କରିବେ ପର୍ଦ୍ଦାଫାଶ। ସିଧା ବାବା ଆଜି ସାଙ୍ଗରେ ନେଇକି ଆସିଛନ୍ତି ପୋଥି, ମହାପୁରୁଷଙ୍କର 500 ବର୍ଷ ତଳର ଦୁର୍ଲଭ ପୋଥି ବାବାଙ୍କର ହାତରେ ଆଜି ଅଛି। ବାବା ଦେଖି ଦିଅନ୍ତୁ। ଦେଖନ୍ତୁ, ସତ୍ୟ ହେବ ଯେତେବେଳେ ଆପଣ ବାରମ୍ବାର କହିଲେ, ପ୍ରକୃତ ଆପଣ ମନଗଢ଼ା କଥା କହୁଛନ୍ତି ନା ଆମ ଦର୍ଶକ ବନ୍ଧୁମାନଙ୍କୁ। ମାଳିକାର କିଛି କଥା ଆପଣଙ୍କ ହାତରେ ଲାଗିଛି, ମହାପୁରୁଷଙ୍କର ପୋଥି ଲାଗିଛି ନା ନାହିଁ? ଭକ୍ତମାନେ ମଧ୍ୟ କମେଣ୍ଟ ବକ୍ସ ମାଧ୍ୟମରେ ନାନାଦି ପ୍ରକାର ତାଚ୍ଛଲ୍ୟ କରନ୍ତି। ସତରେ କ'ଣ ଦିବାକର ବାବା 600 ବର୍ଷ ତଳର ପୋଥି ଦେଖିଛ ନା? ଆପଣ କମେଣ୍ଟ ବକ୍ସ ମାଧ୍ୟମରେ ପଢିଥିବେ ନା ମିଛ କଥା ଗୁଡାକ ଗପୁଛ। ଭକ୍ତବନ୍ଧୁ, ମହାପୁରୁଷ ଅଚ୍ୟୁତଙ୍କର ସେତିକି କୃପା ନଥିଲେ ଦୁର୍ଲଭ ପୋଥି ମୁଁ କ'ଣ ଆପଣମାନେ ବି ଦର୍ଶନ କରିପାରିବେନି। ବାରମ୍ବାର ସତ୍ୟବାବୁ କହିବା ହେତୁ ଏ ପୋଥିକୁ ମୁଁ ଏ ଜାଗାରେ ନେଇକି ଆସିଛି, ଯେଉଁମାନଙ୍କ ପାଇଁ ଦର୍ଶକ ବନ୍ଧୁମାନଙ୍କୁ ଆଜି ସେ ପୋଥି ଦେଖିବି। ସମସ୍ତେ କୁହନ୍ତି, ମୁଁ କଥାକୁ ଆଭଏଡ୍ କରେ, ମୁଁ କହିଲି ନାହିଁ ବିଲକୁଲ ନାହିଁ, ଯାହା ମୋତେ ପ୍ରାପ୍ତି ହେଇଛି ମହାପୁରୁଷଙ୍କ କୃପାରୁ। ସମସ୍ତେ କୁହନ୍ତି ଜଗନ୍ନାଥ ସଂସ୍କୃତିର କଥାକୁ ଆପଣ କହୁଥିଲେ, ରାମଚରିତ ମାନସ ପ୍ରବଚନ କରୁଥିଲେ, ଭାଗବତ କଥା କହୁଥିଲେ, ମାଳିକାରେ ହଠାତ୍ କାହିଁକି ଆପଣଙ୍କର ପ୍ରବେଶ ହେଲା? କ'ଣ ଏ ଚମତ୍କାର ହେଲା? ମୁଁ ଆପଣଙ୍କୁ ସେଇ ଚମତ୍କାରର କଥା ନିଶ୍ଚିନ୍ତ କହିବି। ମିଳିଲା ମୋତେ ସେଇ ପୋଥି, ଆଉ ଯେଉଁ ପୋଥିର ନିର୍ଦ୍ଦେଶ ଥିଲା ତୁମେ ଅଚ୍ୟୁତାନନ୍ଦଙ୍କର ସେ ଦିବ୍ୟ କଥାକୁ ଲୋକଲୋଚନକୁ ଆଣ, ଯଶୋବନ୍ତଙ୍କର ଆଣ, ପଞ୍ଚସଖାମାନଙ୍କର ଆଣ। ମୋ ମାଟିର ଠାକୁର ଯଶୋବନ୍ତଙ୍କର ଦିବ୍ୟ ଲୀଳାର କଥା ଆପଣମାନଙ୍କ ଆଗରେ ରଖିଛି, ଅଚ୍ୟୁତଙ୍କ କଥା ରଖିଛି, ଓଡ଼ିଆ ଭାଗବତ କଥା ରଖିଛି। କେବଳ ଗୋଟିଏ ପୋଥିର କୃପା। ଯେଉଁମାନେ ଆଜି ଆମ ଭିଡ଼ିଓକୁ ଦେଖୁଛନ୍ତି, ମୁଁ ନିଶ୍ଚିନ୍ତ କହିବି ସେମାନେ ମହାଭାଗ୍ୟବାନ। ଖାଲି ଦେଖନ୍ତୁ ନାହିଁ, ଅନ୍ୟକୁ ଦେଖାନ୍ତୁ ଆଉ ବନ୍ଦ କରିଦିଅନ୍ତୁ ତାଙ୍କର ଟାହିଟା ପରା। ଯେଉଁମାନେ 600 ବର୍ଷ ତଳର ପୋଥି, 550 ବର୍ଷ ତଳର ପୋଥି ଦେଖିବା ପାଇଁ ଚାହାନ୍ତି, ମାଳିକାର ପୋଥିକୁ ଦେଖିବାକୁ ଚାହାନ୍ତି, ମୁଁ ତାଙ୍କରି ଆଗରେ ରଖିବି କୋଟି ପ୍ରଣାମ ଅଚ୍ୟୁତ ମହାପୁରୁଷଙ୍କର ଶ୍ରୀ ଚରଣ ଅରବିନ୍ଦ ତଳେ, ଯାହାକୁ ଆଜି ଆମ ଭକ୍ତ ନିକଟରେ ଦେଖିବେ। ନିଶ୍ଚିନ୍ତ ନିଶ୍ଚିନ୍ତ ଧରି ହବ ତ? ହଁ ନିଶ୍ଚିନ୍ତ, ଆପଣ ଧରନ୍ତୁ ପ୍ରଭୁ ଏ ଦିବ୍ୟ ପୋଥି, ଯାହା ପ୍ରାପ୍ତି ପରେ ମୁଁ ମାଳିକାର କଥାକୁ ଲୋକଲୋଚନଙ୍କ ଆଗରେ ଅଚ୍ୟୁତାନନ୍ଦଙ୍କର ସେ ଦିବ୍ୟ ପୋଥିକୁ ଆପଣ ଦର୍ଶନ କରନ୍ତୁ।
ସମସ୍ତେ ଟିକେ ହରି ବୋଲ ଦବା ଭକ୍ତମାନେ ବୋଲ ଆନନ୍ଦ ଏକ ବାର ହରି ବୋଲ। ଇଏ ଦିବ୍ୟ ଦର୍ଶନ ଆପଣମାନେ କରନ୍ତୁ ଦିବ୍ୟ ପୋଥିକୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ। ଏ କ୍ୟାମେରା ଫ୍ରେମ୍ରେ ମୁଁ ଆପଣଙ୍କୁ ଦେଖାଉଛି ଦେଖନ୍ତୁ ଆଜ୍ଞା ଇଏ ହେଉଛି ସେଇ ଦିବ୍ୟ ପୋଥି ଯାହାଙ୍କୁ ମହାପୁରୁଷ ନିଜ ହସ୍ତରେ ଲେଖିଛନ୍ତି 600 ବର୍ଷ ତଳର ସେଇ ତାଳପତ୍ର ପୋଥି ଯାହାଙ୍କୁ ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି ହେଉଛି ଭବିଷ୍ୟ ମାଳିକାର ପୋଥି ଅଚ୍ୟୁତାନନ୍ଦ ଦାସଙ୍କର ମାଳିକାର ପୋଥି ଆପଣମାନେ ନିଶ୍ଚିନ୍ତ ଆପଣମାନେ ଦେଖନ୍ତୁ ଏ ପୋଥିର ଲେଖା କିଭଳି ଭାବରେ ମହାପୁରୁଷ ଦେଖନ୍ତୁ ଗୋଟିଏ ଅଦୃଶ୍ୟ କୃପା ମହାପୁରୁଷଙ୍କର ହୋଇଥିଲା ଯାହା ଫଳରେ ମାଳିକାରେ ପ୍ରବେଶ ହେଲା ଆଉ ଆଗତ ଭବିଷ୍ୟତ କଥା ଆପଣମାନଙ୍କ ଆଗରେ ତେଣୁକରି ଅତ୍ୟଧିକ ବହୁତ ବର୍ଷର ହୋଇଗଲାଣି ଦେଖନ୍ତୁ ଯେତେବେଳେ କାଗଜ କଲମ ନଥିଲା ସେଇ ପୋଥିରେ କ'ଣ ଥିଲା ଆପଣମାନଙ୍କ ପାଖରେ ଏମିତି ଅନେକ ପୋଥି ଭିତରେ ଇଏ ଭବିଷ୍ୟ ମାଳିକାର ଏ ସୁନ୍ଦର ସହିତ ଭାଗବତର ପଦ୍ୟାବଳୀ ଅମୃତ କଥା ତା ଦେହରେ ଆପଣମାନଙ୍କର ସବୁ ପରିପୂର୍ଣ୍ଣ ହୋଇକି ରହିଛି ଶବ୍ଦ କଥା ଆମେ ନିଶ୍ଚିନ୍ତ ଆଜ୍ଞା ଭବିଷ୍ୟ ମାଳିକାର କଥା ଆପଣମାନଙ୍କୁ ଦର୍ଶକ ବନ୍ଧୁମାନଙ୍କୁ ମୁଁ ଦେଖେଇବା ପାଇଁ ଚାହିଁବି ବୋଧେ କ୍ୟାମେରା ଫ୍ରେମ୍ରେ ଦେଖାଉନଥିବ ଏ ପଦକୁ ମୁଁ ଆପଣମାନଙ୍କ ପାଖରେ ଟିକେ ଦେଖେଇବା ପାଇଁ ଚାହେଁ ଟିକେ ଦର୍ଶନ କରନ୍ତୁ ଆପଣମାନେ ଏ ପଦକୁ ଆମ୍ଭେ ଲେଖିନୁ ଏ ପଦକୁ ସ୍ୱୟଂ ମହାପୁରୁଷ ଲେଖିଛନ୍ତି ତେଣୁ କ'ଣ ମହାପୁରୁଷ ଲେଖିଛନ୍ତି କ'ଣ କହୁଛନ୍ତି ପ୍ରଭୁ ଆମେ ସେ ଶବ୍ଦକୁ ସେ କଥାକୁ ଆପଣମାନଙ୍କ ଆଗରେ ରଖିବୁ ଦର୍ଶକ ବନ୍ଧୁ ଶବ୍ଦ ଗୋଟିଏ ଥର ନୁହଁ ଶବ୍ଦ ଶୁଣାଯିବ ଅତ୍ୟଧିକ ବାରମ୍ବାର ଶୁଣାଯିବ ଏ କଥା ମଧ୍ୟ ଆପଣ ଲେଖି ରଖନ୍ତୁ କାହିଁକିନା ଅନେକ ମଧ୍ୟ ତାଚ୍ଛଲ୍ୟ କରି କହିବେ ଯେ ଏବେ ଶବ୍ଦ ଶୁଣାଗଲା ବୋଲି ଆପଣ କହିଲେ ସତ୍ୟବାବୁ ଏଇଠି ମଧ୍ୟ ଭକ୍ତମାନଙ୍କର ସେ ଯେଉଁ ମନ ଭିତର ସନ୍ଦେହକୁ ମୁଁ ଦୂର କରିବା ପାଇଁ ଚାହେଁ ମିସାଇଲର ପରୀକ୍ଷାର ସନ୍ଦେହ ସେଠି ମିସାଇଲର ଶବ୍ଦ ହଉ କିମ୍ବା କୌଣସି ବିସ୍ଫୋରଣର ଶବ୍ଦ ହଉ କିମ୍ବା ବିମାନର ଶବ୍ଦ ହଉ ସେ ଯାହା ବି ହଉ କିନ୍ତୁ ମହାପୁରୁଷ ଶବ୍ଦ କଥା ଯେହେତୁ ଲେଖିଛନ୍ତି ଶୂନ୍ୟରୁ ଶବ୍ଦ ଶୁଣାଯିବ ତାହା ବିଜ୍ଞାନ ଯନ୍ତ୍ର ମାଧ୍ୟମରେ ହଉ ପଛେ କିନ୍ତୁ ଶବ୍ଦ ଶୁଣାଯାଇଛି ଘର ପାଖରେ ବାଣ ଫୁଟିଲା ଭଳି ଶବ୍ଦ ଶୁଣାଯାଇଛି ଲୋକମାନେ ବାହାରକୁ ଆସିଛନ୍ତି ଆଉ ଏ ଶବ୍ଦ ଅଦ୍ଭୁତ ଏମିତି ବାରମ୍ବାର ଶୁଣାଯିବ ଆପଣ ଲେଖିକି ରଖନ୍ତୁ ଥରେ ଶୁଣାଯାଇଥିଲା ଆମେ କହିଥିଲୁ ଆଉ ପୁଣି ମଧ୍ୟ ଶୁଣାଯାଇଛି ପୁଣି ଆଗକୁ ମଧ୍ୟ ଶୁଣାଯାଇଛି ଯେ ଶବ୍ଦ କଥା ଆସିଛି କେଉଁ ଶବ୍ଦ ତା ପରିପ୍ରକାଶ ଯେହେତୁ ଶବ୍ଦ କଥା ଲେଖା ହେଇଛି ଆମେ ସେଇ ପଦକୁ ଆପଣଙ୍କୁ ରଖିବୁ କ'ଣ କହୁଛନ୍ତି ମହାପୁରୁଷ କହିଲେ ଶୂନ୍ୟରୁ ଶୁଭିବ ପ୍ରଚଣ୍ଡ ଶବଦ ଜାଣିଥାରେ ରାମ ତୁହି କଳି ଶେଷ ବେଳେ ଏମନ୍ତ ଘଟିବ ଧ୍ୟାନେ ଅଚ୍ୟୁତ ଯେ କହି ମହାପୁରୁଷ ଏଇଠି କହୁଛନ୍ତି ସତ୍ୟ ଶିଷ୍ୟ ରାମଦାସଙ୍କୁ କହିଛନ୍ତି ପ୍ରାଞ୍ଜଳ ଭାବରେ ସତ୍ୟ ଆଉ ଆମ ଦର୍ଶକ ବନ୍ଧୁମାନଙ୍କୁ ଆମେ ଦେଖିବା ପାଇଁ ଚାହୁଁ ତାଳପତ୍ର ପୋଥିର ଲେଖା ଧ୍ୟାନେ ଅଚ୍ୟୁତ ମହାପୁରୁଷ କହିଛନ୍ତି ଭବିଷ୍ୟ ମାଳିକାରେ ଏମିତି ହଜାର ହଜାର କଥା ଯାହା ଆଗକୁ ଘଟିବ ଆଉ ମହାପୁରୁଷ କହୁଛନ୍ତି ଶୂନ୍ୟରୁ ପ୍ରଚଣ୍ଡ ଶବ୍ଦ ଶୁଣାଯିବ ତାହା ଯେକୌଣସି ବାଟେ ହଉ କିନ୍ତୁ ଶବ୍ଦ ଶୁଣାଯିବ ମିସାଇଲର ଶବ୍ଦ ହଉ ନହେଲେ ବିସ୍ଫୋରଣର ଶବ୍ଦ ହଉ ଏମିତି ବାରମ୍ବାର ଶୂନ୍ୟରୁ କିନ୍ତୁ ଶୁଣାଯିବ ସେଇ ଶବ୍ଦର କଥା ଯେହେତୁ ଆସିଛି ଆମ୍ଭେମାନେ ଆପଣମାନଙ୍କୁ କହୁଛି ବିଜ୍ଞାନ ଗବେଷଣା କରିବ କିଛି ଦିନ ପରେ ନ୍ୟୁଜ୍ ବାହାରିବ ନା ମିସାଇଲର ଶବ୍ଦ ହେଇଥିବ ସେ ଅମ ଶବ୍ଦ ଏମିତି ମଧ୍ୟ ତାର ଆଉ ବାହାରିବି ଏମିତି ବି ଆସିବ ସମୟ ବାହାରି ବି ପାରିବ ନାହିଁ କାରଣ ଶୂନ୍ୟର ଶବ୍ଦ କଥା ଲେଖା ହେଇଛି ଏ ଶବ୍ଦଟା ଶୂନ୍ୟରୁ ଆସିଲା କୋଉଠୁ ଆସିଲା ଶୂନ୍ୟରୁ ଶବ୍ଦ ଆସିବ ନା ଶବ୍ଦଟା ଗୋଟେ ବିସ୍ଫୋରଣ ହେଲା ପରେ ଶବ୍ଦଟା କୋଉଠୁ ଆସିବ ଶୂନ୍ୟରୁ ହିଁ ଆସିବ ତେଣୁ ସେଇ ଶୂନ୍ୟର ଶବ୍ଦ କଥା ଲେଖିଛନ୍ତି ମହାପୁରୁଷ ବାରମ୍ବାର ଏଭଳି ଶବ୍ଦ ହବ ସମସ୍ତ ଲୋକମାନେ କ'ଣ କରିବେ ନା ଘର ପାଖରେ ଯେମିତି ବମ୍ ବିସ୍ଫୋରଣ ହେଲା ପଦାକୁ ଆସିବେ ଆପଣ କମେଣ୍ଟ ବକ୍ସ ମାଧ୍ୟମରେ ଯଦି ଯାଜପୁର ଭଦ୍ରକ ଆଉ କେଉଁଝରର ଯଦି ଲୋକମାନେ ଆମ କାର୍ଯ୍ୟକ୍ରମକୁ ଦେଖୁଥାନ୍ତି ଆନନ୍ଦପୁର ଯୋଉଠି ଦେଖୁଥାନ୍ତି ଯଦି ଆପଣ ଏ ଶବ୍ଦକୁ ଶୁଣିଛନ୍ତି ଆପଣ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିନ୍ତ ଦିଅନ୍ତୁ କାହିଁକିନା ମହାପୁରୁଷ ଲେଖିଛନ୍ତି ଏ ଶବ୍ଦ ଏମିତି ପ୍ରଚଣ୍ଡ ହବ ଆପଣଙ୍କର ଯେଉଁଭଳି ଭାବରେ ଯେମିତି ଘର ପାଖରେ କିଛି ଜଣେ ବିସ୍ଫୋରଣ ହେଲା ସେଇଭଳି ଶବ୍ଦ ଶୁଣାଯିବ ଆଉ ଆପଣ ପଦାକୁ ଆସି ଦେଖିବେ ସମସ୍ତେ କହିବେ ଆମ ଘର ପାଖରେ ହେଲା ତ ସେ କହିବେ ଆମ ଘର ପାଖରେ ହେଲା ଦେଖିଲା ବେଳକୁ ସେ ଶବ୍ଦଟା କୋଉଠୁ ଆସିବ ନା ଶୂନ୍ୟରୁ ଶୁଭିବ ଶବଦ ରାମ ଜାଣିଥା ତୁହି କଳି ଶେଷ ବେଳେ ଘଟିବ ଧ୍ୟାନେ ଅଚ୍ୟୁତ କହି ଯେତେବେଳେ କଳିର ଶେଷ ସମୟ ଆସିଯିବ ମଣିଷ ଅଗମ୍ୟ କରିବେ ଗମନ ନିନ୍ଦିବେ ନିଗମ ବଚନ ତେଣୁ ହୋଇବେ ଅଳ୍ପାୟୁଷ ପାପେ ସକଳ ଜୀବନାଶ ଏ ପବିତ୍ର ପୋଥି ତାର ପ୍ରମାଣ ଭକ୍ତବନ୍ଧୁ ଗୋଟିଏ ପରେ ଗୋଟିଏ ସତ୍ୟ ହେଉଛି ମାଳିକା ଆଉ ଯେଉଁ ମାଳିକାର ସେଇ ଦିବ୍ୟ ଦ୍ରଷ୍ଟା ଅଚ୍ୟୁତାନନ୍ଦ ମହାପୁରୁଷ ଯେଉଁ ତାଳପତ୍ର ପୋଥିରେ ଲେଖିଦେଇ ଯାଇଛନ୍ତି ଏ ପବିତ୍ର ତେଣୁ ତାଙ୍କୁ କୋଟି ପ୍ରଣାମ ମହାପୁରୁଷଙ୍କର ଶ୍ରୀ ଚରଣାରବିନ୍ଦ ତଳେ କହିଲେ
ଭାବ ଆସିଯାଏ, ଆଖି ଛଳଛଳ ହେଇଯାଏ ଭକ୍ତବନ୍ଧୁ। କାହିଁକିନା ସେ କୃପା ନ କରିଥିଲେ ତାଙ୍କ କଥାକୁ କହିବାକୁ କାହାର ବା ସାମର୍ଥ୍ୟ ଅଛି? ସେ କୃପା ନଥିଲେ ମାଳିକାର କେଉଁ ପୁଅ ହାତ ମାରିଦେବ? ଆଜ୍ଞା ଆପଣଙ୍କର ମାଳିକା ଖୋଲିଦେଲା ପରେ ପୋଥି ଖୋଲିଲେ ମରିବ। କାହିଁକିନା ଏଭଳି ସମୟ ଆସିଗଲାଣି ପୋଥିକୁ ଛୁଇଁବାର ଶକ୍ତି କାହାର ନାହିଁ। ନିଜେ ମହାପୁରୁଷ ଆ ଭିତରେ ସତ୍ୟାବୁ ଲେଖିଛନ୍ତି ଛୋଟ ଛୋଟ ଅକ୍ଷରେ, କହିଲେ ମୋ ଭକ୍ତ କେବଳ ଏ ପୋଥିକୁ ଜାଣିପାରିବ, ମୋର ଯିଏ ମୋତେ ଭଲ ପାଇଲା ବାଲା ଏ ପୋଥିକୁ ଜାଣିପାରିବ। ଏ ସ୍ୱର୍ଣ୍ଣ ଅକ୍ଷର ଲିପିବଦ୍ଧ କଥାକୁ ମୋ ଭକ୍ତ ଆଗରେ ନିଶ୍ଚିନ୍ତ କହିବ। କାହିଁକିନା ମହାପୁରୁଷ ନିଜେ କହିଛନ୍ତି ଏ ଗ୍ରନ୍ଥରେ, ମୋର କୋଠଧନ ମୁକୁଳା ହୋଇବ, ସମୟ ଆସିଲେ କୋଠଧନ ମଧ୍ୟ ମୁକୁଳା ହୋଇଯିବ। ଯାହାକୁ ପଢ଼ିଲା ବେଳେ ମୁଁ ଏ ପୋଥିକୁ ଚିହ୍ନି ଚିହ୍ନି ପଢ଼େ, ଆଉ ଗୋଟିଏ ମିନିଟ୍ ପଢ଼େ, ଆଉ 5 ମିନିଟ୍ ପଢ଼ିଲା ବେଳେ ଘଣ୍ଟାଏ କାନ୍ଦିବାକୁ ପଡ଼େ। କାହିଁକିନା ସେଇଭଳି ଭାବ ସୃଷ୍ଟି କରିଦେଇଛନ୍ତି। କହିଲେ ସେଇ ସମୟ ଆସିଯିବ ଏ ପୋଥି କେବଳ ମୋ ଭକ୍ତ ପାଇବ, ଭକ୍ତ ଚରଣର ରେଣୁ ହେବା ପାଇଁ ମଧ୍ୟ ମୋର ଶକ୍ତି ନାହିଁ। ପ୍ରଭୁ କାହିଁ ଏତେ ବଡ଼ କଥା ଲେଖିଛନ୍ତି ଆଦେହରେ? ଯିଏ ମୋର ଚେତୁଆ ଭକ୍ତ ହେଇଥିବ, ଯିଏ ମୋତେ ଭଲ ପାଉଥିବ, ତାରି ହାତରେ ଏ ପୋଥି ଆସି ପହଞ୍ଚିବ। ଆଉ ଅଦୃଶ୍ୟ ଭାବରେ ଏ ପୋଥି ଆସି ପହଞ୍ଚିଥିଲା। ତେଣୁ ମୁଁ କହିବି ଏଇଠି ସେ ଭକ୍ତର ଚରଣ ଧୂଳି ହେବାକୁ ଏ ଦିବାକରର ଯୋଗ୍ୟ ନାହିଁ। କିନ୍ତୁ ମହାପୁରୁଷ କେଡ଼େ ବଡ଼ ତଥ୍ୟ ଲେଖିଦେଇଛନ୍ତି ଆଧରେ, ଭାରି ଗର୍ବିତ ଲାଗେ। ତେଣୁ ସେଇ ଭକ୍ତମାନଙ୍କୁ ଦେଖିବା ପାଇଁ ଚାହେଁ। ତାଳପତ୍ର ପୋଥିର ଭବିଷ୍ୟ ମାଳିକା ଗୋଟିଏ ପରେ ଗୋଟିଏ ଯାହା ଲେଖିଦେଇ ଯାଇଛନ୍ତି ତାହା ସତ୍ୟ। ଆଗକୁ ଆମ ସତ୍ୟଭଞ୍ଜ ଚ୍ୟାନେଲ ମାଧ୍ୟମରେ ବହୁତ କଥା ଏହି ପୋଥି ମାଧ୍ୟମରୁ ମୁଁ ଆଣି ଆପଣମାନଙ୍କ ଆଗରେ ରଖିବି। ଆଉ ଥରେ ମହାପୁରୁଷଙ୍କ ସେ ଦିବ୍ୟ ପୋଥିକୁ ଦର୍ଶନ କରାଇ ଦେଉଛି ଭକ୍ତବନ୍ଧୁ। ଆପଣ ଦେଖନ୍ତୁ ସେ ତାଳପତ୍ର ପୋଥିର କିଭଳି ଭାବରେ ସ୍ୱର୍ଣ୍ଣ ଅକ୍ଷର ଲେଖା ମହାପୁରୁଷ ଲେଖିଛନ୍ତି। ତେଣୁ ଗୋଟିଏ ପରେ ଗୋଟିଏ କିଭଳି ଭାବରେ ସତ୍ୟ ହେଉଛି ମାଳିକା, ଏ ଭିତରୁ ହିଁ ସବୁ କଥା କୁହାଯାଏ। ତେଣୁ ଭକ୍ତବନ୍ଧୁ ସେଇ ପ୍ରଭୁଙ୍କର କୃପା ହେତୁ ये पोथी प्राप्ति ହେଇଛି। ତେଣୁ କୋଟି ପ୍ରଣାମ। ନାଇଁ କିନ୍ତୁ ଭିଡ଼ିଓ ଷ୍ଟପ୍ କରିବା ପୂର୍ବରୁ ଖାଲି ଗୋଟେ କଥା ଆପଣଙ୍କୁ ମୁଁ ଜାଣିବାକୁ ଚାହିଁବି, ଏପଟେ ମାଳିକା ଗବେଷକ ମାନେ କହିବାକୁ ଲାଗିଲେଣି ମା ଦେଲେ ରଡ଼ି, ଏ ଗର୍ଜନ ନଥିଲା ମା ଦେଲେ ରଡ଼ି। ନିଶ୍ଚିତ ଭକ୍ତମାନେ କହୁଛନ୍ତି ଭୀମ ଦେଲେ ରଡ଼ି, ସେ ବିଷୟରେ କ'ଣ କହିବେ? ହଁ ନିଶ୍ଚିନ୍ତ, ଯେଉଁଭଳି ଭାବରେ ଭକ୍ତ, କାହିଁକି ନା ଏସବୁ କଥା ଲେଖା ହେଇଛି ସତ୍ୟବାବୁ। ତେଣୁ ମହାପୁରୁଷ ଯେହେତୁ ଲେଖିଛନ୍ତି, ବିରଜା ଦେଲେଣି ଡାକଲୋ ବଉଳ ଜାଣ ଏ ଅଳ୍ପ ଦିନେ, ମହାପୁରୁଷ ଲେଖିଛନ୍ତି ଦେବେ ଡାକ ଜାଣ ଏ ଅଳ୍ପ ଦିନେ। ସେ ସମୟ ହେଇଗଲା କି? କାହିଁକି ନା ଯାଜପୁର ଶବ୍ଦଟା ବାରି ହଉଛି, ତେଣୁକରି ମାଙ୍କର ଇଏ ଡାକ କି ଭକ୍ତମାନଙ୍କୁ ଡାକ କି ଏସବୁ କଥା। କିନ୍ତୁ ସମୟ ଆସିବ ସେ ଡାକ ଏଭଳି ଶବ୍ଦ ହବ, ମୂର୍ଦ୍ଧନା ପାଦ ହବ। ଅନେକ ଲୋକ ଏ ଶବ୍ଦ ଶୁଣିକି ନିଜେ କ'ଣ କରିବେ ନା ମୃତ୍ୟୁ ମୁଖରେ ପଡ଼ିବେ। କାହିଁକି ନା ମହାପୁରୁଷ ନିଜେ ମଧ୍ୟ ଲେଖିଛନ୍ତି। ତେଣୁ ସେ ଡାକକୁ ଯିଏ ଶୁଣିବ ଅର୍ଦ୍ଧେକ କାଲ ଯିଏ ହୋଇବ, ଅର୍ଦ୍ଧେକ ମୃଦନା ପାତ ହୋଇଣ ପୁଣି ମୃତ୍ୟୁ ମୁଖରେ ପଡ଼ିବେ ଜାଣ। ତେଣୁ ଅର୍ଦ୍ଧେକ ମୃତ୍ୟୁ ମୁଖରେ ପଡ଼ିବେ। ସେ ସମୟ ତ ଆସିନାହିଁ, ଆଗକୁ ସେ ସମୟ ଆସୁଛି। ଆପଣ ସବୁ ଜାଣିପାରିବେ। କାହିଁକି ନା ବେଳ ନିକଟ ହେଲା, ଆଉ ବେଶୀ ବେଳ ନାହିଁ ଲୋ ବଉଳ, ନିକଟେ ହୋଇବ ଦେଖା। ପଞ୍ଚସଖା ମାନେ କହି ଯାଇଛନ୍ତି, ପୁରାଣରେ ଅଛି ଲେଖା। ସେ ସମୟ ଆସିଗଲା। ବେଳୁ ବେଳୁ ଅନ୍ୟାୟ ବଢ଼ି ଚାଲିଛି, ଅତ୍ୟାଚାର ବଢ଼ି ଚାଲିଛି, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି, ବାପ ପୁଅରେ ଭଲ ପଡ଼ୁନି। ସମୟକୁ ଦେଖିଦେଲା ପରେ ଯାହାକୁ ଯାହା କହୁଛ ସେ କଥା ଅବସ୍ଥାରେ ନାହିଁ। ସମସ୍ତେ ସମସ୍ତଙ୍କର ଅହିତ କେବଳ ଚିନ୍ତା କରିବାରେ ବ୍ୟସ୍ତ। ଯିଏ ଟିକେ ଆଗକୁ ଗଲା ତା ପଛରୁ କେମିତି ଗୋଡ଼ ଟାଣିବାରେ ବ୍ୟସ୍ତ। ପୁଣି ତା ସହିତ ଅହଙ୍କାର ଯେଉଁ ଭଳି ଭାବରେ ମନ ଭିତରେ ସ୍ଥାନ ପାଉଛି। ତେଣୁ ମୁଁ ଆଗକୁ ଯାଇନି ମାନେ କେହି ଆଗକୁ ଯିବେନି, କେହି ସାମ୍ନାରେ କିଛି କହିପାରିବେନି, ଏଭଳି ଯେଉଁ ଆସୁଛି ବାତାବରଣ, ସେ ପ୍ରକୃତ ସତ୍ୟ ହୋଇଛି। ଖାଲି ଅନ୍ୟ ନାଁରେ ମିଛ କହିବା, ଲୋକ ନିନ୍ଦା କରିବା, ତେଣୁ ଅନ୍ୟର ଚୁଗୁଲି କରିବା। ତେଣୁ ଏଭଳି ଯେତେବେଳେ ବାରମ୍ବାର ବଢ଼ିଯିବ, ଈଶ୍ୱର ତ ସହିପାରିଲେ ସିନା ହେଲା। ଯିଏ ସତ୍ୟରେ ଅଛି ତା ଆଖିର ଲୁହର কোনো ପ୍ରଭାବ ନାହିଁ। ଯିଏ ସତ୍ୟରେ ଅଛି, ଯିଏ ଧର୍ମରେ ଅଛି, ଯିଏ ପ୍ରଭୁଙ୍କ ନାମଗୁଣ କୀର୍ତ୍ତନ କରିଛି, ତାରି ଲୁହରେ ସଂସାର ଜଳିଯିବ। ତେଣୁ ଅନେକ ସାଧୁ ସନ୍ତମାନେ ଏ ଯୁଗକୁ ଦେଖି ଆପଣ ଭେଟିଥିବେ ସତ୍ୟାବୁ, ସେଇ କଥା ଗୋଟିଏ କଥା ଶୁଣୁଥିବେ। ସେମାନେ ଯୁଗର ସୃଷ୍ଟି ପାଇଁ ଅର୍ଥାତ୍ ନୂତନ ଯୁଗ ପାଇଁ କାନ୍ଦୁଛନ୍ତି। ସମସ୍ତେ ଯୁଗକୁ ଦେଖି ସେମାନେ ଏ କଳିଯୁଗର ସବୁ ଗତିବିଧିକୁ ଦେଖି ସେମାନେ ଆଖିରୁ ଲୁହ ଗଡ଼ଉଛନ୍ତି। ପ୍ରଭୁ କାହିଁକି ନା ଏ ଅଗମ୍ୟ କରିବେ ଗମନ, ନିନ୍ଦିବେ ନିଗମ ବଚନ, ତେଣୁ ହୋଇବେ ଅଳ୍ପାୟୁଷ ପାପେ ସକଳ ଯିବେ ନାଶ। ପ୍ରଭୁ ନିଜର ସୃଷ୍ଟିର ବିଚିତ୍ରତାକୁ ଦେଖି ଆଖିରୁ ନିଜେ ଲୁହ ଗଡ଼ଉଛନ୍ତି। କ'ଣ ହେଇଗଲା ଏ ଦୁନିଆ? କାହିଁକି ନା ଯଦି କହିବେ ଆପଣ ପ୍ରଭୁ କାହିଁ ବଦଳେଇ ଦେଉନାହାନ୍ତି, ପ୍ରଭୁ ପୁରା ବଦଳିବା ପାଇଁ କହିଛନ୍ତି। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଭାଗବତ କହିଛନ୍ତି। ସେ ଦିବ୍ୟ ଜ୍ଞାନ ଦେଇଛନ୍ତି। ଏବେ ମନୁଷ୍ୟ ଅଟଇ ଅଜ୍ଞାନ ଦେଖି ଅସନ୍ତୋଷ ଭଗବାନ। ପ୍ରଭୁ ଆମକୁ ସବୁ ଯୋଗେଇ ଦେଇଛନ୍ତି, ବିବେକ ଦେଇଛନ୍ତି, ବୁଦ୍ଧି ବଳ ସବୁ ଦେଇଛନ୍ତି। ଆଉ ଆମେ ଯଦି ଅଯୋଗ୍ୟ ହେବା, ବାପା ନାଁ ପକାଇବା ସାରା, ସେଇଠି ବାପାଙ୍କ ମନ ଯେମିତି ଦୁଃଖ ହୁଏ, ପ୍ରଭୁ ସାଧୁ ସନ୍ତମାନେ ଏ କଳିର ଭବିଷ୍ୟତକୁ ଦେଖି ଆଖିରୁ ଲୁହ ଗଡ଼ଉଛନ୍ତି ଭକ୍ତବନ୍ଧୁ। ତେଣୁ ଯେଉଁମାନେ ପ୍ରକୃତ ଚେତୁଆ ଭକ୍ତ, ସେମାନେ ଖୁସି ଆନନ୍ଦରେ ବିଭୋର ହୋଇଛନ୍ତି। ମହାପୁରୁଷ କୃପା କରିଛନ୍ତି, ସେତିକି କୃପା ଆପଣଙ୍କ ଉପରେ ଥାଏ। କିନ୍ତୁ ବାବା, ଯେତେବେଳେ ଚେତୁଆ ଭକ୍ତମାନେ ଆନନ୍ଦରେ ବିଭୋର ହୋଇଛନ୍ତି,
सेपटे जो मान रहे हमर युव समाज यंग मास से मान कहते जबरदस्ती ये सब कथा को मालिका सहित लिंक कर जाउछि देखंतु सेति पाई तो सत्य बाबू सेति पाई आज जतबे आपण बाध्य कले नाही आपण आ लुचांतु नाही सेति पाई मो प्रभु सामनारु ठाकुर आज कुटी मुंडिया मारी जहा अपराध पछे हबो हबो आउ तनु करी आपण पछे जहा करंतु पुथी आनी हम सामने देखांतु ये जो बारंबार कहले भक्तवान भी कहले तालपत्र पोथी को नहीं कोर्ट रे हाजिर करंतु ए कथा भी लोक कहले तेणु निश्चिंत मु सेति पे दर्शन करदेली आवश्यक स्थल कोर्ट भी जीवा तेणु करी मु एठी कोटी मुंडिया मारुची प्रणाम करूची प्रभु को पाखरे तेणु आउ आपण किंतु कहले मु आ पोथी सामना को आनी परिबेनी मते क्षमा करिवे काहे ना ना निश्चिंत निश्चिंत आपण मते आ बाध्य करिवे नै जे फोणी कहिवे नै हम दर्शक कहलेनी आ पोथी देखांतु लेखा देखांतु से कथा हो परिबो नाही काहे ना कोटी पुंडिया मारिकी आनीची पोथी जे खोलिबो ता छाती फाटिबो तेणु करी एते छोटिया कथा न कोटी मुंडिया आज अच्युतंक चरण रे मारी ये जगह आनिकी पोथी को आपनक पाखरे रखिछे तेणु जहा विपद आपद जहा प्रभु को इच्छा मु जानिछे ता पुओ प्रभु को पाखरे तेणु भूल थिले क्षमा करदेवे ठाकुर बोधहुए से समय आसीगलानी नले काहेकि महापुरुष आज जेतले पोथी उपरे फूल देली झड़ी पड़िला फूल महाप्रभुकर मु जानिली सेई मोर कोठ धन मुकुला समय आसीगलानी लोक मानक आगरे मोर से पोथी खोलिबार समय आसीगलानी बाबा आपनको अनेक अनेक धन्यवाद आपण हम दर्शक बंधु मानकर जो बारंबार थला गोटी अनुरोध से अनुरोध आज पूरा कले कैमरा सामने देखेले सही विरल पोथी तबे तबे दर्शक बंधु केमिति केमिति लागिला आजर एई अध्यायटी एई वीडियोटी कमेंट बॉक्स रे निजर मत दियंतु आ जे माने खास करी से तीनटी जिल्ला रु ए वीडियो को देखुचंती जाजपुर केन्दुझर आ भद्रक से माने कमेंट बॉक्स रे निजर मत दियंतु पुन देखा आगामी अध्याय रे जय जगन्नाथ जय पंचसखा जय पंचसखा शेष अवतार कल्की अवतार कल्की अवतार किए कल्की अवतारंक नाम कौन प्रभु केउठी जन्म नेबे प्रभु को चिन्हिबा पई कौन सबु संकेत देखिबा को मिलिबो मीन शनि जोग केबे हेबो 7 दिन 7 राति अंधार केबे हेबो 22 पाहाचरे मीन केबे खेलिबो केबे सरिबो एई कलिजुग ए समस्त विषय रे जानिबा को चाहुछंती कि आपणकर विश्वासर चैनल सत्यभंज प्रकाशित एवं श्री पुलिन बिहारी पंडा लिखित कल्की लीला पुस्तक आज ही बुक करंतु 8763148981 व्हाट्सएप नंबर रे।